ଆଜିର ପ୍ରସଙ୍ଗ ଅଛି ଘରେ ବୁଡି ଯାଆନ୍ତୁ ନାହିଁ। ଆପଣ ଦେଖିବେ ପାଣିରେ ଜନ୍ଦା ପିମ୍ପୁଡି ଭାସି ଯାଉଛି। ସେ କଣ କରିବ? ସେ ଚେଷ୍ଟା କରିବ କେମିତି କୂଳକୁ ଆସିବ। ଯାହା ବି ଯାଉଥିବ ଧରି ପକେଇବ ଆଉ ସେ କୂଳକୁ ପଳେଇ ଆସିବ। ମୁଁ ଆପଣମାନଙ୍କୁ କହି ରଖେ, ଆଜି ପ୍ରଭୁ ତାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥା ହୁଅନ୍ତୁ। ଆମମାନଙ୍କ ପ୍ରତ୍ୟେକଙ୍କ ଜୀବନରେ ଅକୁହା, ଦୁଃଖ, କଷ୍ଟ, ଯନ୍ତ୍ରଣା ଗୁଡିଏ ରହିଛି। ସବୁ ତ ସମସ୍ତଙ୍କୁ କହିହବ, ସବୁ କଥା ସମସ୍ତଙ୍କୁ କହିହବ ନାହିଁ, କିନ୍ତୁ ମନର ସବୁ କଥା ଆମେ ପ୍ରଭୁଙ୍କୁ କହିପାରିବୁ। ଆଉ ଆଜି ମୁଁ ଆପଣମାନଙ୍କୁ କହି ରଖେ, ପ୍ରଭୁ ତାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥା ହେବା ପାଇଁ ଚାହାନ୍ତି। ଆମମାନଙ୍କ ଜୀବନରେ ଏତେ କଷ୍ଟ ଅଛି, ସବୁ କଥା ସମସ୍ତଙ୍କୁ କହିହବ ନାହିଁ। ଭିତର ଚକ କଣ ବୋଲି କହୁଛନ୍ତି? ଗୀତ ସଂହିତା 5 ପର୍ବ ତାର 3 ପଦ। ହେ ସଦାପ୍ରଭୁ, ତୁମ୍ଭେ ପ୍ରାତ କାଳରେ ମୋହର ରବ ଶୁଣିବ। ମୁଁ ପ୍ରାତ କାଳରେ ତୁମ୍ଭ ଉଦ୍ଦେଶ୍ୟରେ ଆପଣ ପ୍ରାର୍ଥନା ସଜାଇବି ଓ ଜଗି ରହିବି। ସେ କଣ କହୁଛନ୍ତି? ମୁଁ ପ୍ରାତ କାଳରେ ତୁମ୍ଭ ଉଦ୍ଦେଶ୍ୟରେ ଆପଣ ପ୍ରାର୍ଥନା ସଜାଇବି ଓ ଜଗିବି। ମାନେ ରାତିଟା ତାଙ୍କର ଭଲରେ କଷ୍ଟରେ ଯାଉଛି, ପ୍ରାତ କାଳରେ ସେ ପ୍ରଭୁଙ୍କ ପାଖକୁ ଆସୁଛନ୍ତି। ପ୍ରାତ କାଳରେ ଆପଣ ଅଭ୍ୟାସ କରନ୍ତୁ ପ୍ରଭୁଙ୍କ ପାଖରେ ଯିବା। ପ୍ରାତ କାଳରେ ତୁମ ଉଦ୍ଦେଶ୍ୟରେ ଆପଣ ପ୍ରାର୍ଥନା ସଜାଇବି ଓ ଜଗି ରହିବି। ଆପଣ ଯଦି ଦେଖିବେ ଗୀତ ସଂହିତା 30:5, କାରଣ ତାହାଙ୍କ କ୍ରୋଧ କ୍ଷଣ ମାତ୍ର ସ୍ଥାୟୀ, ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ। ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, ମାତ୍ର ପ୍ରାତ କାଳରେ ଆନନ୍ଦ ଆସେ। ରଖିଥାନ୍ତୁ ଆମ ସମସ୍ତଙ୍କ ପାଇଁ ଗୋଟେ ପ୍ରାତ କାଳ ରହିଛି। ମୋର ଭାଇ ଭଉଣୀ ମାନେ, ଆମ ସମସ୍ତଙ୍କ ପାଇଁ ଗୋଟେ ପ୍ରାତ କାଳ ପ୍ରଭୁ ରଖିଛନ୍ତି। ପ୍ରାତ କାଳ ରହିଛି ସମସ୍ତଙ୍କ। ଆଉ ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ। ତେଣୁ ଦୁଃଖରେ ଆମେ ବୁଡି ଯିବା ନାହିଁ। ମୁଁ ପ୍ରତ୍ୟେକକୁ କହିବା ପାଇଁ ଚାହେଁ, ବାକ୍ୟ ଦ୍ୱାରା ଉତ୍ସାହିତ କରିବା ପାଇଁ ଚାହେଁ, ପ୍ରତ୍ୟେକଙ୍କ ମନରେ ଅନେକ ଅନେକ ଦୁଃଖ ରହିଛି। ମୁଁ ଦିନମାନଙ୍କରେ ଯେତେବେଳେ କାହାରିକୁ ସାକ୍ଷାତ କରୁଛି ବା କାହାରି ଫୋନ କଲ ଆସୁଛି, କେବଳ ଦୁଃଖର କଥା, କଷ୍ଟର କଥା, ସମସ୍ୟାର କଷ୍ଟ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ପ୍ରତ୍ୟେକ ମନେ ରଖୁ ଯେ ଆମମାନଙ୍କ ଜୀବନରେ ଅନେକ କଷ୍ଟ ରହିଛି, କିନ୍ତୁ ସେ ସବୁର ସମାଧାନ ବି ରହିଛି। ଆଉ ସେ ସବୁର ସମାଧାନ ପ୍ରଭୁଙ୍କ ପାଖରେ ଅଛି। ଆପଣ ଦେଖିବେ ଗୀତର ଆଉ ଥରେ କହୁଛନ୍ତି, ସେ ଗୀତ ତାର 13ରେ, ଗୀତ ସଂହିତା 88 ତାର 13। ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୁକ୍ତି କରିଅଛି ଓ ପ୍ରଭାତରେ ମୋ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ। ସେ କଣ କହୁଛନ୍ତି? ମାତ୍ର ହେ ସଦାପ୍ରଭୁ, ତୁମ୍ଭ ନିକଟରେ କାକୁକ୍ତି କରିଅଛି। ମାନେ ନିଜର ମନର କଥା ସମସ୍ତଙ୍କୁ କହିହବ ନାହିଁ। ସେ କହୁଛନ୍ତି ହେ ସଦାପ୍ରଭୁ, ତୁମ୍ଭ ନିକଟରେ ଓ ପ୍ରଭାତରେ ମୋ ପ୍ରାର୍ଥନା ତୁମ ନିକଟରେ ଉପସ୍ଥିତ ହେବ। ମାନେ ସତେ ଯେମିତି ଦାଉଦ ତା ପର ସନ୍ତାନ ଏମାନେ ଅପେକ୍ଷା କରୁଥିଲେ ସକାଳ ପାଇଁ, ଯେ ସକାଳ ଆସିଲେ କେମିତି ପ୍ରଥମରେ ପ୍ରଭୁଙ୍କ ପାଖକୁ ପଳେଇବେ, ପ୍ରଭୁଙ୍କୁ ଯାଇ ଜଣେଇବେ, ପ୍ରଭୁ ରାତିଟା ଏମିତି କଟିଲା, ପ୍ରଭୁ ମୋ ମନରେ ଏତେ କଷ୍ଟ ଅଛି, ପ୍ରଭୁ ମୋ ମନରେ ଏତେ ଦୁଃଖ ଅଛି, ପ୍ରଭୁ କାହାରିକୁ କହିବି ପ୍ରଭୁ। ଏଇଟା ସେମାନେ ବୋଧେ ଅପେକ୍ଷା କରୁଥିଲେ। ମୋର ପ୍ରିୟ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମମାନଙ୍କ ଜୀବନରେ ଥିବା କଷ୍ଟ, ଦୁଃଖ, ନୈରାଶ୍ୟ, ଯନ୍ତ୍ରଣା, ଏଇଗୁଡାକ ପାଇଁ ଆମେ ବହୁତ ବିଚଳିତ ହେବା ନାହିଁ। ଆମେ ପ୍ରଭୁଙ୍କ ପାଖକୁ ଯିବା,
ପ୍ରଭୁଙ୍କୁ ଜଣେଇବା, ଅଛନ୍ତି ଜଣେଇବା, ଆମର ମନର କଥା ବୁଝିବା। ଯଦି ଆପଣ ବିଳାପ ଦେଖିବେ, ବିଳାପ ପୁସ୍ତକ ତାର 3 ପର୍ବ 22-23। ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେ ସବୁ ପ୍ରତି ପ୍ରଭାତରେ ନୂତନ, ତୁମ୍ଭର ବିଶ୍ୱସ୍ତତା ମହତ। କଣ ଲେଖାଯାଉଛି? ଏତେ ସ୍ପଷ୍ଟ ଭାବରେ ସେ କହୁଛନ୍ତି ସଦାପ୍ରଭୁଙ୍କର ବିବିଧ ଦୟା ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଦୁଃଖରେ ବୁଡି ବୁଡି ଯାଉଛୁ, ଆମେ ଦୟା ଦେଖୁଛୁ। ଆମେ ସେ ଗୀତ ବେଳେ ବେଳେ ଗାଉ, ପ୍ରତି ପ୍ରାତେ ତାଙ୍କ ଦୟା ଚିର ନୂତନ। ପ୍ରତି ପ୍ରଭାତରେ ନୂଆ ଦୟା ସହିତ ସେ ଆମକୁ ଭିଜିଟ କରନ୍ତି। ତେଣୁ ବାଇବଲ କଣ କହୁଛି? ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ। ଆଜିର କଷ୍ଟକୁ ମୁଣ୍ଡେଇକି ଆପଣ ଆସନ୍ତା କାଲିକି ଯାଆନ୍ତୁ ନାହିଁ। ଆମେ କଣ କରୁଛୁ? ପ୍ରତିଦିନ ଆମର ଦୁଃଖ କଷ୍ଟକୁ ମୁଣ୍ଡ ଭର୍ତ୍ତି କରିକି ଆଗକୁ ବଢିଥାଉ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକକୁ ସାହାଯ୍ୟ। କଣ ଲେଖାଯାଉଛି? ଯେ ସଦାପ୍ରଭୁଙ୍କ ବିବିଧ ଦୟା ସକାଶେ ଆମ୍ଭେମାନେ ବିନଷ୍ଟ ହେଉନାହୁଁ, ତାହାଙ୍କ କରୁଣା ଶେଷ ହୁଏ ନାହିଁ। ସେ ସବୁ ପ୍ରତି ପ୍ରଭାତରେ ନୂତନ, ତୁମର ବିଶ୍ୱସ୍ତତା ମହତ। ମୋର ପ୍ରାଣ କୁହେ ସଦାପ୍ରଭୁ ମୋର ବାଣ୍ଟ ସ୍ୱରୂପ, ଏଥିପାଇଁ ମୁଁ ତାହାଙ୍କ ଠାରେ ଭରସା ରଖିବି। ତାପରେ 25 ଲେଖାଯାଉଛି, ଯେଉଁମାନେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତି, ଯେଉଁ ପ୍ରାଣ ତାହାଙ୍କର ଅନ୍ୱେଷଣ କରେ, ତାହା ପ୍ରତି ସେ ମଙ୍ଗଳମୟ ଅଟନ୍ତି। ଆପଣଙ୍କୁ ମୁଁ କହିବା ପାଇଁ ଚାହେଁ, ଦୁଃଖରେ ବୁଡି ଯାଆନ୍ତୁ ନାହିଁ। ଆମେ ଅନେକ ଥର ଆମର ଦୁଃଖକୁ ନେଇ ଆମେ ବହୁତ ଭାଙ୍ଗି ପଡୁ, ନିରାଶରେ ଭାଙ୍ଗି ପଡୁ। କିଛି ଲୋକଙ୍କୁ ଦେଖିବେ, କଥା କହିବା ଆରମ୍ଭ କଲେ ହିଁ କାନ୍ଦିବା ଆରମ୍ଭ କରିବେ। ଆମେ ଦୁଃଖରେ ବୁଡିବା ନାହିଁ, ଆମର ପ୍ରଭୁ ଅଛନ୍ତି ସାହାଯ୍ୟ କରିବା। ତାଙ୍କର ଦୟା ଆମ ପ୍ରତି ଅଛି, ପ୍ରତି ପ୍ରଭାତରେ ଦୟା ଅଛି। ଆଉ ଅନ୍ୟମାନେ ହୁଏତ ଆପଣଙ୍କୁ ପାଶୋରି ଯାଇପାରନ୍ତି, କିନ୍ତୁ ପ୍ରଭୁ ଆପଣଙ୍କୁ ପାଶୋରିବେ ନାହିଁ, ପ୍ରଭୁ ଆପଣଙ୍କୁ ଭୁଲିଯିବେ ନାହିଁ। ଭୁଲିଯିବେ। ଆପଣ ଯଦି ଦେଖିବେ ଗୀତ ସଂହିତା 136 ଗୀତଟି କାଢନ୍ତୁ। 136 ରେ ଆପଣ ଦେଖିବେ ପ୍ରଥମ ପଦଟି ପଢନ୍ତୁ। ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ମଙ୍ଗଳମୟ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଏଠି ଆପଣ ପ୍ରାୟ 26 ଥର ଦେଖିବେ। এই ଗୀତରେ ପ୍ରାୟ 26 ଥର ଲେଖାଯାଉଛି କଣ ବୋଲିକି? ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଆପଣ 23 ପଦଟି ପଢନ୍ତୁ। ଆମ୍ଭମାନଙ୍କ ହୀନାବସ୍ଥା ସମୟରେ ଆମ୍ଭମାନଙ୍କୁ ସ୍ମରଣ କଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। କଣ ଲେଖାଯାଉଛି? ଆପଣଙ୍କର ମୋର ହୀନାବସ୍ଥାରେ, ଯେତେବେଳେ ଲୋକମାନେ ଆମମାନଙ୍କୁ ହୀନ କରୁଥିଲେ, ଆମମାନଙ୍କୁ ଉପେକ୍ଷା କରୁଥିଲେ, ଆମମାନଙ୍କୁ ଅପମାନ କରୁଥିଲେ, ସେଇ ସମୟରେ ତାହାଙ୍କର ଦୟା ଆମ ସହିତ ଥିଲା। ଲୋକମାନେ କେତେ ପ୍ରକାର କଥା କହିଛନ୍ତି, କେତେ ତର୍ଜମା କରିଛନ୍ତି, କେତେ ଇଆଡୁ ସିଆଡୁ କହିଛନ୍ତି। ପ୍ରଭୁ କହିଥିବେ, ଝିଅରେ ତୋ ପ୍ରତି ମୋର ଦୟା ଅଛି, ପୁଅରେ ତୋ ପ୍ରତି ମୋର ଦୟା ଅଛି। ତତେ ସମସ୍ତେ ବୁଝିପାରିବେ ନାହିଁ, ମୁଁ ବୁଝୁଛି ତତେ। ଭାଇ ଭଉଣୀ ମାନେ, ଆପଣ ସମସ୍ତଙ୍କୁ ବୁଝାଇ ପାରିବେ ନାହିଁ, ସମସ୍ତେ ଆପଣଙ୍କୁ ବୁଝିପାରିବେ ନାହିଁ। ପ୍ରଭୁ କହନ୍ତି, ମୁଁ ତତେ ବୁଝିଛି, ପୁଅରେ ମୁଁ ତତେ ବୁଝିଛି, ଝିଅରେ ମୁଁ ତତେ ବୁଝିଛି। ଆମମାନଙ୍କୁ ହୀନାବସ୍ଥାରେ
ଆମ ମାନଙ୍କୁ ସ୍ମରଣ କଲେ ମନେ ରଖିଥାନ୍ତୁ। ହୀନାବସ୍ଥାରେ ଆପଣଙ୍କୁ ମତେ ହୁଏତ ମନେ କରିବା ଲୋକ ବହୁତ ରେୟାର ଥିବେ, ବହୁତ ରେୟାର ଥିବେ। ଆଉ ଯୋଉମାନେ ମନେ ବି କରିଥିବେ କେବେ ନା କେବେ କହିବେ ତୁ ମନେ ରଖେ, ତତେ କେହି ପଚାରୁ ନଥିଲେ, ତୋ ଘରକୁ କେହି ଆସୁନଥିଲେ, ତତେ କେହି ଅନାଉ ନଥିଲେ, ସେଇ ସମୟରେ ମୁଁ ଆସିଥିଲି ମନେ ଅଛି। କିନ୍ତୁ ପ୍ରଭୁ କେବେ ବି କୁହନ୍ତି ନାହିଁ, ସେ ଆମ ପ୍ରତି ଦୟା କରିକି ଆମକୁ କେବେ ବି ଆମକୁ ଚେତାଇ ଦିଅନ୍ତି, ଏତେଇ ଦିଅନ୍ତି ନାହିଁ, କୁହନ୍ତି ନାହିଁ ଯେ ମନେ ପକା ତୋର ହେତୁରେ ଆସୁଛି ନା ନାହିଁ। ଏମିତିକା ପ୍ରଭୁ ଥାଉ ଥାଉ ଦୁଃଖରେ ଖାଇକି ବୁଲିଯିବେ। ଆପଣଙ୍କ ଷ୍ଟ୍ରଗଲିଂ କୁ ଲୋକ ଦେଖିବାକୁ ଆସିବେନି। ଆପଣ ବର୍ଷ ସାରା କେମିତି ଦିନ କାଟିଲେ ଲୋକକୁ ଜଣା ନାହିଁ, କିନ୍ତୁ କେକ୍ କାଟିଲା ବେଳେ ସମସ୍ତେ ଆସି କୁହନ୍ତି ହ୍ୟାପି ବାର୍ଥଡେ ଟୁ, ହ୍ୟାପି ବାର୍ଥଡେ। ବର୍ଷ ସାରା କଷ୍ଟ ଦେଲେ ଆମେ ଜାଣିଛୁ, କେକ୍ କାହାକୁ ଦରକାର ନାହିଁ, ସମସ୍ତଙ୍କୁ ଦରକାର। କିନ୍ତୁ ସେ ବର୍ଷ ସାରା ସ୍ୱାମୀ ସ୍ତ୍ରୀ କେତେ କଷ୍ଟ, କେତେ ଦୁଃଖ, କେତେ ନୈରାଶ। ମୁଁ ଥରେ ଯାଇଥିଲି, ଗୋଟେ ମାଙ୍କର ବାର୍ଥଡେ ସେଲିବ୍ରେଟ ହଉଥିଲା, 85 years। ସେଇଦିନ ସେ ବୁଢୀଟାକୁ ଏତେ ସଜେଇ ଦେଇ ବସେଇଛନ୍ତି, ମୁଁ ବି ତାଙ୍କ ସହିତ ବସିଥିଲି। ସେ ୟାର ସାର୍ ଅନଉଥାନ୍ତି, ଦେଖୁଥାନ୍ତି। ପଚାରିଲି କଣ ମା, ଏମାନେ ସବୁ ଆଜି ଆସୁଛନ୍ତି, ଏମାନେ ସବୁ ବର୍ଷ ସାରା ମୁଁ ଏକା ରୁହେ, ଏଇ କଲ ବି କରନ୍ତି ନାହିଁ, ଆଜି ସବୁ ସେଲ୍ଫି ଉଠେଇବା ପାଇଁ ମୋ ପାଖରେ ବସିବା ପାଇଁ କେତେ ଆସିଥିଲେ। ମତେ ସବୁ କହୁଛନ୍ତି ମୋ ମା, ସେ କହୁଛି ମୋ ମା, ସେ କହୁଛି ମୋ ମା। 5ଟା ଝିଅ ସେ ମାଙ୍କର, 3 ଜଣ ସେଇ ସହରରେ ରୁହନ୍ତି, ଆସନ୍ତି। ମାନେ ଆମ ଭାଗର ଦୁଃଖ କଷ୍ଟ ଆମକୁ ଉଠାଇବା ପାଇଁ ପଡିବ, କିନ୍ତୁ ଆପଣ ବୁଡି ଯାଆନ୍ତୁ ନାହିଁ। କାରଣ ପ୍ରତି ପ୍ରଭାତରେ ତାଙ୍କର ଦୟା ଅଛି, ରୋଗରେ, କଷ୍ଟରେ, ସମସ୍ୟାରେ, ଦୁଃଖରେ ଦୟା ଅଛି, ଦୟା ଅଛି। ପ୍ରତି ପ୍ରଭାତରେ ଆଉ ସେ ଦୟା ନୂଆ ଦୟା, ସେ ପୁରୁଣା ଭଦ୍ରନା ଦୟାରେ ଆସିବେ ଦେଶ। ମୋ ପାଖରେ ଏତିକି ଏକା ଦୟା ଥିଲା, ସରିଗଲା ନାହିଁ। ପ୍ରତି ପ୍ରଭାତରେ, କାରଣ ତାହାଙ୍କର ଦୟା ଅନନ୍ତ କାଳ ସ୍ଥାୟୀ, ଅନନ୍ତ କାଳ ସ୍ଥାୟୀ। ପ୍ରଭୁଙ୍କ ନାମର ଗୌରବ, ପ୍ରଭୁଙ୍କ ନାମର ସ୍ତୁତି, ସେ ଆମର ଯତ୍ନ ନେବା ପରମେଶ୍ୱର ଅଛନ୍ତି। ଯଦି ଆପଣ ଦେଖିବେ ଗୀତ ସଂହିତା 85 ତାର 10 ପଦ, ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି, ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି। କଣ ଲେଖା ଅଛି? ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି। କଣ ଲେଖା ଅଛି? ଦୟା ଆଉ ସତ୍ୟତା, ଦୟା ଆଉ ସତ୍ୟତା ମିଶିକି ପୁରାତନ ନିୟମରେ ଆମେ ଦେଖୁଛୁ। ଆମ ପାଇଁ ପ୍ରଭୁଙ୍କର ଦୟା, ପ୍ରଭୁଙ୍କର ସତ୍ୟତା ରହିଛି। ପ୍ରିୟ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆପଣ ଦେଖିବେ ଜହନ ତାର 1ମ ଅଧ୍ୟାୟ 17 ପଦ, ଜହନ 1:17। କାରଣ ବ୍ୟବସ୍ଥା ମୂଷାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା। କେତେ ସୁନ୍ଦର ଲେଖା ଯାଉଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପଦ ଗୁଡାକ ପଢିବା ସମୟରେ ଆମେ କାହିଁକି ନିରାଶ ହେବା? ଲେଖାଯାଉଛି ପୁରାତନ ନିୟମରେ କଣ ଲେଖାଯାଉଛି? ପୁରାତନ ନିୟମରେ ଆମେ ଦେଖିଲୁ ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି। ଏଇଟା ଆମେ ଦେଖୁଛୁ ଅନୁଗ୍ରହ ଆଉ ସତ୍ୟତା, ଦୟା ଆଉ ସତ୍ୟତା, ଏଠି ଅନୁଗ୍ରହ ଆଉ ସତ୍ୟତା। ମାନେ ନୂତନ ନିୟମ ଲୋକ ପ୍ରତି କଣ? ଅନୁଗ୍ରହ ଆଉ ସତ୍ୟତା, ଦୟା ଆଉ ସତ୍ୟତା, ଅନୁଗ୍ରହ ଆଉ ସତ୍ୟ। ଆଉ ତାଙ୍କର ଅନୁଗ୍ରହ, ଆମେ ଖାଲି ମନେ ରଖିବା ଦରକାର, ତାଙ୍କର ଦୟା ସରେ ନାହିଁ।
ସେ ଦୟାମୟ ପରମେଶ୍ୱର। ତେଣୁ ଆମେ ଏତେ ବିଚଳିତ ହେବାର ଆବଶ୍ୟକ ନାହିଁ। ଦୁଃଖରେ ବୁଡି ଯାଆନ୍ତୁ ନାହିଁ, ବୁଡି ଯାଆନ୍ତୁ ନାହିଁ। ଆପଣ ଦେଖିବେ ପହଁରା କେମିତି ଶିଖୁ ଆମେ। ଆପଣ ଏବେ ପହଁରିବା ଶିଖିଗଲେଣି ଦୁଃଖରେ, କଷ୍ଟରେ ଆପଣ ସେଠୁ ବାହାରିବା ଶିଖିଗଲେଣି। ଏବେ କାଲିକି କେମିତି ପ୍ରୋବ୍ଲେମ ହେଲେ ମଧ୍ୟ, ମୁଁ ଯାଇଥିଲି ଗୋଟେ ଭଉଣୀଙ୍କ ଘରେ, ତାଙ୍କର ସ୍ୱାମୀ ଚାଲି ଯାଇଛନ୍ତି, ଗୋଟିଏ ପୁଅ ଗୋଟିଏ ଝିଅ, ସାନ ସାନ ଅଛନ୍ତି, ଛୋଟ ଛୋଟ ଅଛନ୍ତି। ସେ ଭଉଣୀ କେବେ ବି ମାର୍କେଟ ଯାଇନାହାନ୍ତି, କେବେ ବି ଦୋକାନ ବଜାର ଯାଇନାହାନ୍ତି, କେବେ ବି ଏକୁଟିଆ ଯାଇନାହାନ୍ତି। ସେ ମତେ କହୁଥିଲେ, ଭାଇ ଦୋକାନ ଯିବା ଶିଖିଗଲେଣି ଭାଇ, ପିଲାଙ୍କୁ ସ୍କୁଲ ନେଇକି ଯାଉଛି ଭାଇ। ସେ କାନ୍ଦୁଥାନ୍ତି କିନ୍ତୁ କହୁଥାନ୍ତି, ମୁଁ ଶିଖିଗଲି। ମୁଁ ଇଲେକ୍ଟ୍ରିକ ବିଲ୍ ବାନ୍ଧିବା ପାଇଁ ଯାଉଛି, ପାଣି ବିଲ୍ ବାନ୍ଧିବା ପାଇଁ ଯାଉଛି, ବ୍ୟାଙ୍କ କୁ ଯାଉଛି, ସଉଦା ଦୋକାନକୁ ଯାଉଛି ଭାଇ। ମାନେ ଭାବି ଦେଖନ୍ତୁ, ପରିସ୍ଥିତି ମଣିଷକୁ ଶିଖାଏ। ଆପଣ ଯୋଉମାନଙ୍କୁ ସାମ୍ନା କରିନଥିବେ ସେମାନଙ୍କୁ ଆପଣ ସାମ୍ନା କରିବେ। ଆପଣ ଦୁଃଖ ସମୟରେ ଲୋକମାନଙ୍କ ଅସଲ ରୂପକୁ ଦେଖିବେ। ଆମର କଥାରେ କଣ ଅଛି, ନଈ ପଡିଥିବ ଯେତେବେଳେ ହାତ ଧରି ଉଠାଇବ ସେତେବେଳେ ନାହିଁ, ବିଧାଟିଏ ମାରିବ ସେତେବେଳେ। ଆପଣ ସେଇ ବିଧା ବି ଖାଇଛନ୍ତି। ଆପଣଙ୍କ କଷ୍ଟ ସମୟରେ ଲୋକ ଆପଣଙ୍କୁ ସାନ୍ତ୍ୱନା ଦେଇନାହାନ୍ତି, କିନ୍ତୁ ଆପଣଙ୍କୁ ଆହୁରି କହିଛନ୍ତି। ବେଳେବେଳେ ଆପଣଙ୍କ ଘରକୁ ଆସିବେ, ଯଦି କିଏ ଅସୁସ୍ଥ ଥିବେ, କଣ ବୋଲି କହିବେ, କହି ପରା ତାଙ୍କେ ବି ଏମିତି ଏକା ଚାଲିଗଲେ, ତାଙ୍କ ସ୍ୱାମୀ ବି ଏମିତି ଚାଲିଗଲେ, ତାଙ୍କର ବାପା ବି ଏମିତି ଚାଲିଗଲେ, ସେ ମାଉସୀ ବି ଏମିତି ଚାଲିଗଲେ। ଇନଡାଇରେକ୍ଟଲି କହୁଛନ୍ତି ଇଏ ବି ଚାଲିଯିବେ ବୋଲି। ଆମେ ଚାଲିଯିବା କି କିଏ ଚାଲିଯିବେ କାହାକୁ ଜଣା। ପ୍ରଭୁ ଅଛନ୍ତି, ପ୍ରତି ସମୟରେ ପ୍ରାର୍ଥନାରେ ରୁହନ୍ତୁ, ତାଙ୍କ ଦୟାକୁ ଅପେକ୍ଷା କରନ୍ତୁ, ତାଙ୍କର ଅନୁଗ୍ରହକୁ ଅପେକ୍ଷା କରନ୍ତୁ, ଦୁଃଖରେ ବୁଡି ଯାଆନ୍ତୁ। ଆପଣଙ୍କୁ ଦୁଃଖିତ କରିବା ଲୋକ ବହୁତ ମିଳିବେ, କିନ୍ତୁ ଆପଣଙ୍କୁ ସାନ୍ତ୍ୱନା ଦେବା ଲୋକ, ଆପଣଙ୍କୁ ଖୁସି କରାଇବା ଲୋକ କେତେ ମିଳିବେ, ବହୁତ ମିଳିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜିକାଲି ମ୍ୟାନୁଫ୍ୟାକ୍ଚରିଂ ଟା କମିଗଲାଣି। ଏବେ ଦେଖନ୍ତୁ ଅହମଦାବାଦରେ ପ୍ଲେନ କ୍ରାସ୍ ହେଲା, ଉଡ୍ଡୟନ ମନ୍ତ୍ରୀ ଗଲେ ଫଟୋ ଉଠାଇ ପଳେଇ ଆସିଲେ। ରେଡ୍ଡି ବାବୁ ରେଡ୍ଡି ହେଇକି ଗଲେ, ସେ ଫଟୋ ଉଠାଇ ପଳେଇ ଆସିଲେ। ଆମର ଆଜ୍ଞା କାହିଁକି ଥିବେ, ସେ ବି ଯାଇ ଫଟୋ ଉଠାଇଲେ। ଏବେ କୁଆଡେ ଯାଇଛନ୍ତି କେଜାଣି ଫଟୋ ଉଠାଇବା ପାଇଁ? ଦେଶରେ ନାହାନ୍ତି, ଦେଶ ଦୁଃଖରେ ପଡି ଯାଇଛି। ଆମର ମହାମାନବ ଫଟୋ ଉଠାଇବାକୁ ଯାଇଥାନ୍ତେ, କିନ୍ତୁ ଘରକୁ ଯେଉଁମାନେ ଚାଲି ଯାଇଛନ୍ତି ସେମାନଙ୍କୁ ଘରକୁ ଯାଇଥାନ୍ତେ, ଟିକେ ସାନ୍ତ୍ୱନା ଦେଇଥାନ୍ତେ। ଏତେ ମନ୍ତ୍ରୀ ଅଛନ୍ତି, କହିଗଲେ ସବୁ ଘରକୁ କିଏ କିଏ ଯାଇଥାନ୍ତି, କହିଥାନ୍ତେ। ପ୍ରିୟ ଭାଇ ଭଉଣୀ ମାନେ, ସମୟରେ କେହି ଦେଖା ଯାଆନ୍ତିନି। ଲୋକମାନଙ୍କ ଘରେ ଯଦି କେହି ଚାଲି ଯାଆନ୍ତି, ସେଇ 3 ଦିନ ଆସିଯାଆନ୍ତି କେତେ ଲୋକ, 1000 ଲୋକ। ଚତୁର୍ଥ ଦିନରେ କେତେ ଲୋକ ଆସନ୍ତି, ପଞ୍ଚମ ଦିନରେ କେତେ ଲୋକ ଆସନ୍ତି, ଦଶମ ଦିନ ଆସନ୍ତି ନାହିଁ। ଆଉ ଲୋକମାନେ ଆପଣଙ୍କୁ ଆପଣଙ୍କ ଦୁଃଖରେ ଛାଡିକି ଚାଲିଯାଆନ୍ତି, କିନ୍ତୁ ସେଇ ସମୟରେ ଜଣେ ଅଛନ୍ତି ଆପଣଙ୍କ ସହିତ ରହିଥିବେ। ତେଣୁ ଦୁଃଖରେ ଆପଣ ବୁଡି ଯାଆନ୍ତୁ ନାହିଁ। ତାଙ୍କର ଦୟା ଆପଣଙ୍କ ପ୍ରତି ଅଛି, ତାଙ୍କର ଅନୁଗ୍ରହ ଆପଣଙ୍କ ପ୍ରତି ଅଛି। ଆପଣ କାହିଁକି ବିଚଳିତ ହଉଛନ୍ତି? ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକକୁ ଅନୁଗ୍ରହ କର। କାରଣ ପ୍ରତି ପ୍ରଭାତରେ ପ୍ରଭୁଙ୍କର ଧାର୍ମିକତାକୁ, ପ୍ରତି ପ୍ରଭାତରେ ତାଙ୍କର ଅନୁଗ୍ରହକୁ ଦେଖିବେ। ସେ ଜଣେ ଧାର୍ମିକ ପରମେଶ୍ୱର ଅଛନ୍ତି। ସେ ଆପଣଙ୍କୁ ସାହାଯ୍ୟ କରିବେ, ସେ ଆପଣଙ୍କୁ ପରିଦର୍ଶନ କରିବେ, ସେ ଆପଣଙ୍କୁ ବୁଲି କରି ଯିବେ, ସେ ଆପଣଙ୍କୁ ଦେଖା କରିବା ପାଇଁ ଆସିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଆପଣ ଦେଖିବେ
ଗୀତ ସହିତ 8 ପର୍ବ ତାର 4 ପଦ। ମନୁଷ୍ୟ କିଏ ଯେ ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ, ଓ ମନୁଷ୍ୟର ସନ୍ତାନ କିଏ ଯେ ତୁମ୍ଭେ ତାହାର ତତ୍ତ୍ୱାବଧାନ କରୁଅଛ। କଣ ଲେଖା ହେଇଛି? ମନୁଷ୍ୟ କିଏ ଯେ ତୁମେ ତାହା ବିଷୟରେ ମନୋଯୋଗୀ। ମନୁଷ୍ୟ ବିଷୟରେ ମନୋଯୋଗୀ ପରମେଶ୍ୱର ହୁଅନ୍ତି। ଆପଣଙ୍କ ପାଇଁ ମନୋଯୋଗୀ ପ୍ରଭୁ ହୁଅନ୍ତି, ତାର ତତ୍ତ୍ୱାବଧାନ କରନ୍ତି। ଆପଣଙ୍କ ତତ୍ତ୍ୱାବଧାନ କରିବେ। ମୋର ପ୍ରିୟ ଭଉଣୀ ମାନେ, ଭାଇ ମାନେ, ଆପଣ ମାନେ କହିବା ପାଇଁ ଚାହେଁ, ପରମେଶ୍ୱର ଆପଣଙ୍କର ତତ୍ତ୍ୱ ନେବେ, ପରମେଶ୍ୱର ଆପଣଙ୍କ ଯତ୍ନ ନେବେ। ତେଣୁ ଆପଣ ଦୁଃଖରେ ବୁଡି ଯାଆନ୍ତୁନି। ଆପଣଙ୍କ କଷ୍ଟ ଦୂର ହେଇନାହିଁ, ଖ୍ରୀଷ୍ଟ ପାଖକୁ ଆସି ଯାଇଛନ୍ତି। ଯନ୍ତ୍ରଣା ସମୟରେ ପ୍ରଭୁ ଆପଣଙ୍କ ସହିତ ଅଛନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କର। ମୋର ପ୍ରିୟ ଭାଇ ଭଉଣୀ ମାନେ, କଷ୍ଟ ସବୁବେଳେ ହୁଏ, କଷ୍ଟରେ ନଷ୍ଟ ନ ହୁଏ, କଷ୍ଟରେ ନଷ୍ଟ ହୁଏ। ପ୍ରାର୍ଥନା କରିବା, ପ୍ରଭୁ ମୁଁ ଯେପରି ଦୁଃଖରେ ବୁଡି, ଆମେ ସମସ୍ତେ ଅଛୁ ସେଇ ଲାଇନରେ ଏକା ଅଛୁ, ସେଇ ଦୁଃଖରେ ଅଛୁ। ପ୍ରଭୁ ଆଜି ଆମମାନଙ୍କୁ ତାଙ୍କର ବାକ୍ୟ ଦ୍ୱାରା କଥା ହଉଛନ୍ତି। ମନୁଷ୍ୟ ସେ କଣ କରନ୍ତି? ତା ପାଇଁ ମନୋଯୋଗୀ ହୁଅନ୍ତି। ମନୁଷ୍ୟ ପାଇଁ କଣ କରନ୍ତି? ସେ ମନୁଷ୍ୟର ତତ୍ତ୍ୱ ନିଅନ୍ତି। ସେ ଆପଣଙ୍କର ବି ତତ୍ତ୍ୱାବଧାନ କରିବେ, ଆପଣଙ୍କ ବି ଯତ୍ନ ନେବା ପରମେଶ୍ୱର ସେମିତି। ଆପଣ ଦେଖିବେ 144 ଗୀତ ତାର 3 ପଦ, 144:3। ହେ ସଦାପ୍ରଭୁ, ମନୁଷ୍ୟ କିଏ ଯେ ତୁମ୍ଭେ ତାହାର ପରିଚୟ ନିଅ, ମନୁଷ୍ୟ ସନ୍ତାନ ଅବା କିଏ ଯେ ତୁମ୍ଭେ ତାହାକୁ ଗଣ୍ୟ କର। ପୁଣି ତାଙ୍କର ମନେ ପଡିଗଲା 144 ଗୀତରେ, ଆଉ ଥରେ କହୁଛନ୍ତି ସଦାପ୍ରଭୁ, ମନୁଷ୍ୟ କିଏ? ଆଉ ତ ନିଜ ବିଷୟରେ ଭାବିଥିବେ, ମୁଁ କିଏ ଯେ ପ୍ରଭୁ ମୋର ଯତ୍ନ ନେଉଛନ୍ତି, କିଏ ଯେ ପ୍ରଭୁ ମତେ ମନେ ପକାଉଛନ୍ତି, ମୁଁ କିଏ? ଆପଣଙ୍କ ପରିବାର ଲୋକ ବି ଆପଣଙ୍କୁ ଗଣୁନାହାନ୍ତି, ଗାଁ ଲୋକ ବି ଗଣୁନାହାନ୍ତି, ବେଳେ ବେଳେ ଆମ ଘର ଲୋକ ବି ଆମକୁ ଅନେଇକି ଭଲରେ ଦେଖନ୍ତି ନାହିଁ, କିନ୍ତୁ ପରମେଶ୍ୱର ଆମର ତତ୍ତ୍ୱ ନିଅନ୍ତି, ଆମର ଯତ୍ନ ନିଅନ୍ତି। ଆପଣ ଆଜି ଶାଗ ଖାଉଛନ୍ତି, ପ୍ରଭୁ ଜାଣିଛନ୍ତି, ପଖାଳ ଖାଉଛନ୍ତି, ପ୍ରଭୁ ଜାଣିଛନ୍ତି, ରାତିରେ କଷ୍ଟ କଳେ କଟେଇଛନ୍ତି, ପ୍ରଭୁ ଜାଣିଛନ୍ତି। ଆପଣଙ୍କ ଲୋକମାନେ କନ୍ଦେଇକି ଯାଇଛନ୍ତି, ସେଇଟା ବି ପ୍ରଭୁ ଜାଣିଛନ୍ତି। ଆପଣ କେତେ କଷ୍ଟ ଅନୁଭବ କରନ୍ତି, ପ୍ରଭୁ ଜାଣିଛନ୍ତି। ଦୁଃଖରେ ପଡି ଯାଆନ୍ତୁ ନାହିଁ। ସେ କଣ କରନ୍ତି? ଆମର ତତ୍ତ୍ୱ ଲେଖା ଅଛି କଣ? ସଦାପ୍ରଭୁ, ମନୁଷ୍ୟ କିଏ ଯେ ତୁମେ ତାହାର ପରିଚୟ ନିଅ, ମନୁଷ୍ୟ ସନ୍ତାନ ବା କିଏ ଯେ ତୁମ ତାହାକୁ ଗଣ୍ୟ କର। ମାନେ ଆମେ କୋଉ କାଉଣ୍ଟରେ, ଆମେ କୋଉ ଗଣତିରେ, କିନ୍ତୁ ପରମେଶ୍ୱର ଆମର ଯତ୍ନ ନିଅନ୍ତି। କହିବା ପାଇଁ ଚାହେଁ, ଦୟାକରି ଦୁଃଖରେ ବୁଡି ଯାଆନ୍ତୁ ନାହିଁ, ବୁଡି ଯାଆନ୍ତୁ। ଆମେ ସେ ଗୀତ ଗାଉ ବେଳେ ବେଳେ, ଦୁଃଖ ଯେବେ ଆସେ ମନେ, ଯିବି ତୁମ ସନ୍ନିଧାନେ, ତୁମେ ଯଦି ସାନ୍ତ୍ୱନା ମୋ ଛড়িবনি, অশ্রুধারা এ জীবন সারা, প্রভু তুমি রুহ সাথে সাথে এ জীবন সারা, প্রভু তুমি রুহ সাথে সাথে এ জীবন সারা। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଉ ଆଗକୁ ଅଛି ବହୁ ଦୂର ପଥ ମୋର। ଆମେ ମାଇଲ ଖୁଣ୍ଟରେ ବସି କାନ୍ଦିବା ନାହିଁ, ମାଇଲ ଖୁଣ୍ଟରେ ବସି କାନ୍ଦିବା ନାହିଁ, ବହୁତ ବାଟ ଆମକୁ ଯିବାର ଅଛି। ଆପଣ ଏକୁଟିଆ ନୁହନ୍ତି, ପ୍ରଭୁ ଆପଣଙ୍କ ସହିତ ଅଛନ୍ତି। ମୋର ପ୍ରିୟ ଭଉଣୀ, ମୁଁ ତୁମକୁ କହିବା ପାଇଁ ଚାହେଁ, ମୋର ପ୍ରିୟ ଭାଇ, ପ୍ରିୟ ମା, ମୁଁ କହିବା ପାଇଁ ଚାହେଁ, ପ୍ରଭୁ ଆପଣଙ୍କ ସହିତ ଅଛନ୍ତି। ସେ ଆପଣଙ୍କ ସହିତ ଚାଲିବେ, ପ୍ରତିଦିନର ଯାତ୍ରାରେ ସେ ଆପଣଙ୍କ ସାଙ୍ଗରେ ଥିବେ। ଦୁଃଖରେ ଆପଣ ବୁଡି ଯାଆନ୍ତୁ ନାହିଁ,
ଆପଣ ବୁଡି ଯାଆନ୍ତୁନି, ପ୍ରଭୁ ଆପଣଙ୍କର ଯତ୍ନ ନେବେ। ଆଇବ କଣ ବୋଲି କହୁଛନ୍ତି? ଆଇବ 7 ପର୍ବ, ତାର 17 ଆଉ 18 ପଦ। ଆଇବ 7 ପର୍ବ, 17 ଆଉ 18 ପଦ। ମନୁଷ୍ୟ କିଏ ଯେ ତୁମ୍ଭେ ତାହାକୁ ମହାନ ଜ୍ଞାନ କରିବ ଓ ତାହା ପ୍ରତି ଆପଣା ହୃଦୟ ରଖିବ, ଆଉ ପ୍ରତି ପ୍ରଭାତରେ ତାହାର ତତ୍ତ୍ୱ ନେବ ଓ ପ୍ରତି ନିମିଷରେ ତାହାର ପରୀକ୍ଷା କରିବ। କଣ ଲେଖାଯାଉଛି? ମନୁଷ୍ୟ କିଏ? କାରଣ ଆଇବଙ୍କର ଦୁଃଖ କହିଲେ ନ ସରେ। ଆପଣ ଟିକେ 4 ପଦ 5 ପଦ ପଢି ଦିଅନ୍ତୁ। 4 ପଦ 5 ପଦ। ମୁଁ ଶୟନ କାଳରେ କହେ, କେବେ ମୁଁ ଉଠିବି? ମାତ୍ର ରାତ୍ରି ଦୀର୍ଘ ହୁଏ, ଆଉ ମୁଁ ପ୍ରଭାତ ପର୍ଯ୍ୟନ୍ତ ନିରନ୍ତର ଛଟପଟ ହେଉଥାଏ। ମୋର ମାଂସ କୀଟ ଓ ଧୂଳିଟେଳା ପରିହିତ, ମୋର ଚର୍ମ ମିଶିଯାଏ ଓ ପୁନର୍ବାର ଫାଟିଯାଏ। ଏଠି କଣ ଲେଖାଯାଉଛି? ଶୟନ କାଳରେ କୁହେ, କେବେ ମୁଁ ଉଠିବି? ପ୍ରଭୁ ସକାଳ କେବେ ହେବ? ପ୍ରଭୁ କେତେବେଳେ ଉଠିବି? ରାତି ସାରା ଛଟପଟ ହଉଛି ରାତି ସାରା। ସେ ସକାଳ କାରଣ ଯୋଉମାନେ କଷ୍ଟ ଦେଇଯିବେ, ରାତିରେ ବହୁତ କଷ୍ଟ ହୁଏ। ତାକୁ ପାଣି ମାଗିଲେ ଦେବା ପାଇଁ ନଥାନ୍ତି, ପାଖରେ କେହି ନଥାନ୍ତି। କଷ୍ଟ ଯେ କଷ୍ଟ, ସେ କହୁଛନ୍ତି ମନୁଷ୍ୟ କିଏ ଯେ ତୁମେ ତାକୁ ମହାନ ଜ୍ଞାନ କରିଅଛ ଓ ତାହାକୁ ଆପଣା ହୃଦୟରେ ରଖିଅଛ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆପଣଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି। ଆଉ ଯୋଉମାନେ କଷ୍ଟ ଦେଇ ଯାଉଛ, ମନେ ରଖିଥାଅ, ଆପଣ ତାଙ୍କୁ ହୃଦୟରେ ରଖିନାହାନ୍ତି, ସେ ବି ଆପଣଙ୍କୁ ହୃଦୟରେ ରଖିଛନ୍ତି। ସେ ଆପଣଙ୍କୁ ହୃଦୟରେ ରଖିଛନ୍ତି, ଆଉ ପ୍ରତି ପ୍ରଭାତରେ ତତ୍ତ୍ୱ ନିଅନ୍ତି। ତେଣୁ ଆପଣ ଦୁଃଖରେ ବୁଡି ଯାଆନ୍ତୁ। ଆମକୁ ବହୁତ ବାଟ ଚାଲିବାର ଅଛି, ବହୁତ ବାଟ ଆଗେଇବାର ଅଛି।